କଳାହାଣ୍ଡିରେ ବେଆଇନ କ୍ରସର ଓ ପଥର କୁଆଁରୀ ଛତୁ ଫୁଟିଲା ଭଳି ଗଢ଼ି ଉଠିଛି। କୌଣସି ପ୍ରଶାସନିକ ଅଧିକାରୀମାନଙ୍କର ଏଥିପ୍ରତି ନିଘା ନାହିଁ। ଏଥିପାଇଁ ବିପତ୍ତିରେ ଜନଜୀବନ। ଆସନ୍ତୁ ନଜର ପକାଇବା ଜୟପାଟନା ବ୍ଲକ ଅଧୀନସ୍ଥ ମତୁଆଲଗୁଡ଼ାଠାରେ ଚାଲିଥିବା ମାଳମାଳ ପଥର କୁଆଁରୀ ଏବଂ କ୍ରସର ପ୍ରୋଜେକ୍ଟ ଉପରେ। କାହିଁକି ଗୋଟିଏ ସୁନ୍ଦର ସବୁଜବଣ ପାହାଡ଼ଘେରା ଗ୍ରାମରେ ଏତେ ସବୁ ପଥର କୁଆଁରୀ ଏବଂ କ୍ରସର ସ୍ଥାପନ ପାଇଁ ପ୍ରଶାସନ ଅନୁମତି କେମିତି ଦେଇଛନ୍ତି? ହଜାର ହଜାର ଗ୍ରାମବାସୀ ଏହି କୁଆଁରୀ ଏବଂ କ୍ରସରରୁ ଆସୁଥିବା ପଥରଗୁଣ୍ଡ ଏବଂ ବ୍ଲାଷ୍ଟିଂର ଶବ୍ଦରେ ବିବ୍ରତ ହୋଇ ମର୍ମାହତ। ପଲ୍ୟୁସନ ବୋର୍ଡ କିପରି ଗ୍ରାମବାସୀଙ୍କର ସ୍ୱାର୍ଥକୁ ଦ୍ୱାହି ଦେଇ କୁଆଁରୀ ଖନନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଚାର ସାପେକ୍ଷ। ସୂଚନାରୁ ଜଣାପଡ଼ିଛି ଏହିସବୁ କୁଆଁରୀ ଖନନ ପାଇଁ ସମୟ ଅବଧି ସରିସାରିଛି, ଅଥଚ ରିନ୍ୟୁ ନ କରି ମଧ୍ୟ ସବୁ ସ୍ୱାଭାବିକ ଭାବେ ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଶବ୍ଦ ପ୍ରଦୂଷଣ ଯୋଗୁଁ ଆଖପାଖ ଜଙ୍ଗଲରେ ବାସ କରୁଥିବା ବନ୍ୟଜନ୍ତୁମାନେ ଜନବସତି ଅଞ୍ଚଳ ମୁହାଁ ହେଉଛନ୍ତି। ଏତେ ସବୁ ଅବ୍ୟବସ୍ଥା ସତ୍ତ୍ୱେ ପ୍ରଶାସନ କାହିଁକି ନିଦ୍ରା ବିଷ୍ଣୁ ସାଜିଛି? ଯଥାଶୀଘ୍ର ଜନତାଙ୍କ ପାଇଁ ଘାତକ ସାଜୁଥିବା ଏହିସବୁ କୁଆଁରୀମାନଙ୍କୁ ବ୍ୟାନ୍ କରାଯିବାକୁ ଦାବି ହେଉଛି। ତ ଆ ବିଷୟରେ କ'ଣ କହିବେ? ଦେଖୁନ ଆଜ୍ଞା, ଆଗ ଆମ ମତେଲଗୁଡ଼ା ଗୋଟେ ଭଲ ପରିବେଶରେ କରିଥିଲୁ। ଆମେ ମତେଲଗୁଡ଼ା ଶାନ୍ତି ସୁନ୍ଦର ଜଙ୍ଗଲ ପରିବେଶ ଭିତରେ ଥିଲା। ବର୍ତ୍ତମାନ ମତେଲଗୁଡ଼ା ଗାଁରେ ଚାରିଟା କ୍ରସର ଅଛି আর 4টা ପିଚୁ ପ୍ଲାଣ୍ଟ ଅଛି। ଇ ପିଚୁ ପ୍ଲାଣ୍ଟ କ୍ରସର ଆମର କୁଆଁରୀ ଯେନ୍ ଚାଲୁଛି ରାତି ତମାମ ଚାଲବା ଫଳରେ ଦିନ ରାତ ଚାଲୁଛି। ଦିନ ରାତ ଚାଲବା ଫଳରେ ରାତି ସାରା ବି ଆମେ ଶୋଇ ନେଇ ପାରବା। ଏଇଟା ଯେନ୍ତା ଢକ 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 ଯେତେ ଆବାଜ କରୁଛି, ପ୍ରଦୂଷଣ ହେଉଛି, ଶବ୍ଦ ପ୍ରଦୂଷଣ ହେଉଛି। ତାପରେ ଡଷ୍ଟ ଗୁଣଗୁଡ଼ିକରେ ଆମର ଚାଷ ଜମି ପିଲା ଛୁଆ ବହୁତ ଅସୁସ୍ଥ, ରୋଗ ବ୍ୟାଧିରେ ପଡ଼ି ଦୁର୍ବିଷ ହେଇଯାଉଛି। ଆମର ଜୀବନ ବଞ୍ଚବାଟା କଷ୍ଟକର ହେଇଯାଉଛି। ଏଇଟା ପ୍ରଶାସନକେ ଜଣାଇଛନ୍? ପ୍ରଶାସନକେ ବାରମ୍ବାର ଜଣାଇଛୁ ଆଜ୍ଞା। ପ୍ରଶାସନ ତାଙ୍କ ଫେଭରରେ କଥା କହୁଛନ୍, ସେମାନେ ବିକ୍ରି ଯାଉଛନ୍, ଆମର କଥା ଶୁଣବାର ନାହିଁ। ସେ କେବେ ବି नहीं ଶୁଣିବାର। ସେ ବାରବାର ଅଭିଯୋଗ ସତ୍ତ୍ୱେ ସେ କେବେ ବି ଆସିକରି ପରିଦର୍ଶନ नहीं করবার ବିଷୟ। আচ্ছা, যে শব্দর প্রদূষণ হচ্ছে সেতলে যেন বন্যজন্তু সে বন্যজন্তু আজ্ঞা ସେମାନେ ଆମର ଘର ଘରକେ ପଳେଇ ଯାଉଛନ୍। ସେ ଆମର ପିଲା ଛୁଆ ଆମେ ନିକଲି नहीं ପାର ତାର ଡରରେ ଘର ଘରକେ ପଳେଇ ଯାଉଛନ୍ ବନ୍ୟଜନ୍ତୁ ସବୁ। ହନୁ ମାକଡ଼ ବଡ଼ ବଡ଼ ବନ୍ୟଜନ୍ତୁ ସବୁ ଘର ଗାଁକେ ପଶି ଯାଉଛନ୍। ସୁରକ୍ଷିତ नहीं ମଣିକ ସେ ଘର ଗ୍ରାମ ବି ହେଇଯାଉଛନ୍। ଆରୁ ତ କାଣା ଚାହୁଁଛ ଗ୍ରାମବାସୀ? ଆମେ ଗାଁ ଚାହୁଁଛୁ ଆଜ୍ଞା, ଇ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇକରି କଠୋର କାର୍ଯ୍ୟାନୁଷ୍ଠାନ ବନ୍ଦ କଲେ ଆମେ ଶାନ୍ତି ସୁଖରେ ସହିତ ରହିପାରୁ ବୋଲି ଆମେ ସରକାରକୁ ଅନୁରୋଧ କରୁଛୁ। କଳାହାଣ୍ଡିରୁ ପରମାନନ୍ଦ ଛତ୍ରିଆଙ୍କ ରିପୋର୍ଟ, ଓଡି ନ୍ୟୁଜ୍।